নমস্কার বন্ধুগণ, আজি তারিখ 12/3/2024 গুরুবার। ମାର୍ଚ୍ଚ 13ରୁ ବଢ଼ିବ ପାରଦ। ଅନେକ ସ୍ଥାନରେ ତାପମାତ୍ରା 43 ଡିଗ୍ରୀ ଟପିବା ପୂର୍ବାନୁମାନ କରାଯାଇଛି। ଜଳିପାରେ ଭୁବନେଶ୍ୱର। ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ। ଓଡ଼ିଶାରେ 9ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେଳମନ୍ତ୍ରୀ। ତହସିଲଦାରଙ୍କ କାର୍ଯ୍ୟକୁ ନେଇ ଅଦାଲତ କ୍ଷୁବ୍ଧ। ଆବେଦନକାରୀଙ୍କ ନାମରେ ଜମି ତୁରନ୍ତ କରିବାକୁ ନିର୍ଦ୍ଦେଶ। ବିଜେଡିକୁ ଝଟକା। ଦଳ ଛାଡ଼ିଲେ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ରାଜ୍ୟରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗ୍ୟାସ୍ ଉପଲବ୍ଧ ବୋଲି କହିଲେ ମୁଖ୍ୟ ସଚିବ। ଆନନ୍ଦପୁର ପୁରୁଣା ମନ୍ଦଗଡ଼ା ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଭାଲୁପଲ। ଗ୍ରାମବାସୀ ଭୟଭୀତ ହେଲେ। ଚିଲିକା ଭିତରେ ଦୋଳଯାତ୍ରା। ଐତିହାସିକ ମାଲୁଦ ପଞ୍ଚୁଦୋଳ ଯାତ୍ରାରେ ଏକାଠି ହେଲେ 23ରୁ ଅଧିକ ଠାକୁର। ରାଜ୍ୟରେ ବଢ଼ୁଛି ଦାଦନ ଶ୍ରମିକଙ୍କ ସଂଖ୍ୟା। ବୟସ୍କରେ ବଢ଼ିଲେଣି 22,000 ପ୍ରବାସୀ। ବଙ୍ଗାଳରେ ସର୍ବାଧିକ। ରାୟଗଡ଼ା ବିଷମ କର୍କଟ। 2 ବାଇକ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଚାଲିଗଲା 3 ଜଣଙ୍କ ଜୀବନ। ଜନଶୁଣାଣିରେ କହିଲେ ମହିଳା ଆୟୋଗ ମୋବାଇଲ ବ୍ୟବହାର ବଢ଼ାଉଛନ୍ତି। ଛାଡ଼ପତ୍ର